ପବିତ୍ର ବାହୁଡ଼ା ଯାତ୍ରାର ବାର୍ତ୍ତା ମୋର ବିଚାର ନିଷ୍ପତ୍ତି ଆପଣଙ୍କର ସାରା ଓଡ଼ିଶାର ଅଗଣିତ ଓଡ଼ିଶାବାସୀ ଭାଇ ଭଉଣୀମାନେ ଆପଣମାନେ ସମସ୍ତେ ଆମ୍ବ ତୋଟାକୁ ଯାଇଥିବେ। ପିଲାଦିନର କଥା ମନେ ପକାଉଛି କିମ୍ବା ଆପଣ ଏହି ବୟସରେ ଆମ୍ବ ତୋଟାକୁ ଯାଇଥିବେ। ସହରାଞ୍ଚଳର 20 ଭାଗ, ଗ୍ରାମାଞ୍ଚଳର 80 ଭାଗ। ସୁଲସୁଲିଆ ପବନ ଦେଉଥିବ, ବର୍ଷା ପବନ ଟିକେ ଆସୁଥିବ। ଆମ୍ବ ଗଛରୁ ଆମ୍ବ କେତେବେଳେ ଝଡ଼ିବ ଆପଣମାନେ କେହି କହିପାରନ୍ତିନି, କିନ୍ତୁ ସେଠି ଆମ୍ବଟା ଯେତେବେଳେ ପାଆନ୍ତି ସେଇ ଆମ୍ବଟା ବହୁତ ମଧୁର ହୋଇଥାଏ ଆଉ ସୁନ୍ଦର ହୋଇଥାଏ। ସମୟ ଅନୁକ୍ରମରେ ସିଏ ଝଡ଼ିଲା, ପ୍ରକୃତ ପ୍ରାପ୍ତ ହିସାବରେ ମିଠା ସେଟା ଲାଗିଲା। ତେଣୁ ବର୍ତ୍ତମାନ ସମୟରେ ଆମେମାନେ କୌଣସି କଷ୍ଟ, ଧୈର୍ଯ୍ୟ, ଶାଳୀନତା ନ ରଖିକିନି ପ୍ରାପ୍ତ ବୟସକୁ ନ ନେଇ ଆମେ ସଦାସର୍ବଦା ଅଧୈର୍ଯ୍ୟ ହୋଇକିନି ସମୟ ଥିବ ଆମେ ଜବରଦସ୍ତିଆ କାମ କରୁଛୁ, ଯାହାକି ପିତା ହେଉଛି, ନଷ୍ଟଭ୍ରଷ୍ଟ ହେଉଛି, ଟଙ୍କା ଭାବିକିନି ଆଉ ଅଛି ବୋଲିକିନି। ତେଣୁ ଦେଖନ୍ତୁ, ଏହି ଯେଉଁ ଜିନିଷଟା ଉଦାହରଣ ଦେଲି ଏଇଥିପାଇଁ କି ପ୍ରାପ୍ତ ବୟସ ମାନେ ଗୋଟେ ପରିବା ହେଉ, ଗୋଟେ ଫଳ ହେଉ, କି ଦୁଗ୍ଧ ହେଉ, କି ଆମର ସନ୍ତାନ ପ୍ରସବ ହେଉ, ଆମେ ସବୁ ମାଟିର ମଣିଷ, ମାଟିରେ ମିଶିବା। କିନ୍ତୁ ଆମେ ଏତେ ହେଇଗଲୁଣୁ, ଧୈର୍ଯ୍ୟହରା, ଧୈର୍ଯ୍ୟ ନ ଧରିକିନି, କଷ୍ଟ ନ ସମ୍ଭାଳିକିନି, ଖାସ୍ କରିକିନି ମୋର ଅନୁଭବର କଥା, ଏଇଟା ହେଉଛି ପ୍ରସବ ସମୟର କଥା। ଆପଣମାନେ ଯାଉଛନ୍ତି ମେଡ଼ିକାଲକୁ, ବିନା କଷ୍ଟରେ, ବିନା ସମୟରେ ଆପଣମାନଙ୍କର ସନ୍ତାନ ଟିକେ ପ୍ରସବ କଲେ, ଖୁସି ଅନୁଭବ କଲେ। ତା'ର ସାଇଡ଼୍ ଇଫେକ୍ଟ ଗ୍ରହ ନକ୍ଷତ୍ର ସମୟ ଠିକ୍ ନଥିବାରୁ ପ୍ରାପ୍ତ କଲେ। ତେଣୁକରି ସେଇଟା ପାଇଁକି ଦାୟୀ କିଏ ନା ଆମମାନଙ୍କର ଦାୟୀ ଯୋଗୁରୁ, ସମସ୍ତଙ୍କୁ ମିଶାଇ ଦେଲା ପରେ ସମସ୍ତଙ୍କର ଦାୟିତ୍ୱହୀନ ଯୋଗୁରୁ ବହୁତ ଦୁନିଆ ବିଶୃଙ୍ଖଳିତ ହେଉଛି ବା ଅନ୍ୟାୟ ଅତ୍ୟାଚାର ଗୁଡ଼ିକ ଗତି କରୁଛି। ଆଉ ସେଇ ଯେଉଁ ସନ୍ତାନଟା ଅପବ୍ୟବହାରର ଶିକାର ହୋଇକିନି କଷ୍ଟ ସମସ୍ତଙ୍କୁ ଦେଉଛନ୍ତି। ଏଇଭଳି ଯଦି ଅନ୍ୟାୟର ଦୂଷିତ ଅଧିକ ରହିଲା, ସଂସାର ଯାହା ହେବ। ତେଣୁ ମୋର ପ୍ରିୟଜନ ଭାଇଜନମାନେ, ଆପଣମାନଙ୍କର ସଠିକ୍ କଷ୍ଟ, ଧୈର୍ଯ୍ୟ, ସମୟ ଅନୁକରଣରେ ପ୍ରାପ୍ତ କରନ୍ତୁ। ନିଶ୍ଚିତ ଆପଣମାନଙ୍କର ଜୟ ହେବ। ଆଉ କରି କରାଉଥାଏ ସେଇ, ତା ବିନା ଅନ୍ୟ ଗତି ନାହିଁ। ତାଙ୍କ ବିନା ଆମର କିଛି ନାହିଁ।